महाप्रभु श्री जगन्नाथଙ୍କର ଛପନ ଭୋଗ ମଧ୍ୟରୁ ଏଇ ରେସିପିଟା ଏକ ଅନ୍ୟତମ। ଆପଣମାନେ ତ ବିଭିନ୍ନ ପ୍ରକାର ଛପନ ଭୋଗ ବନେଇକିରି ଆପଣମାନେ ଭୋଗ ଲଗାଉଥିବେ, କିନ୍ତୁ ଏଇ ପୋଟଳ ରସା ବା କଷା ରେସିପିଟି ଆପଣମାନେ ବନେଇକି ଦେଖନ୍ତୁ, ଭାରି ସୁଆଦିଆ ଲାଗେ ଖାଇବା ପାଇଁ। ଯେହେତୁ ଏବେ ରଥଯାତ୍ରା ଚାଲିଛି, ଠାକୁର ରଥରେ ବି ଅଛନ୍ତି, ମାଉସୀ ମା ଘରକୁ ଯାଉଛନ୍ତି, ତ ଆପଣମାନେ ବି ଏଇ ରେସିପିଟା ଘରେ ବନେଇକି ଠାକୁର ପାଖରେ ଭୋଗ ଲଗାନ୍ତୁ, ଭାରି ସୁଆଦିଆ ଲାଗେ ଖାଇବା ପାଇଁ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, କେମିତି କ'ଣ ବଞ୍ଚି ଜାଣିପାରିବେ, ଇଜିଲି ପ୍ରସ୍ତୁତ କରିପାରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପେନ୍ସିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଛପନ ଭୋଗ ପୋଟଳ ରସା ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ତ ଦେଖନ୍ତୁ, ଏଠି ମୁଁ ନେଇଛି କିଛି ପୋଟଳ, ତାକୁ ଭଲସେ 2ରୁ 3 ଥର ଆମେ କ୍ଲିନ୍ କରି ଆମେ ଧୋଇଦେବା। ଧୋଇ ସାରିବା ପରେ ନିଜ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି କଟିଂ କରିପାରିବେ। ତ ଏଠି ଦେଖନ୍ତୁ, ମୁଁ ଗୋଟେ ପୋଟଳକୁ ଆପଣମାନଙ୍କୁ କଟିଂ କରିବି ଦେଖାଇ ଦେଉଛି। ଏଠି ମୁଁ ଗୋଟା ପୋଟଳକୁ ପ୍ରସ୍ତୁତ କରିବି। ତ ଗୋଟା ପୋଟଳ ଦୁଇ ସାଇଡ଼୍ ଯାକ ଆମେ କଟିଂ କରିଦେବା, ଦୁଇ ସାଇଡ଼୍ ପୁରା ତାର ମୁଣ୍ଡି ପାର୍ଟଟାକୁ କଟିଂ କରିଦେବା। ତାପରେ ପୋଟଳଟାକୁ ତ ଦେଖନ୍ତୁ, ଆମେ ଏଠି 4 ଚୁଲା ଦେଇକିରି କଟିଂ କରିବା। ତ ଦେଖନ୍ତୁ, ଏଇଭଳି ପ୍ରୋସେସ୍ରେ ମୁଁ ଗୋଟା ପୋଟଳ କଟିଂ କରିଛି। ଆଉ ସେମ୍ ପ୍ରୋସେସ୍ରେ ଆମେ ସବୁତକ ପୋଟଳକୁ ଆମେ କଟିଂ କରିଦେବା। ଆପଣମାନେ ଅନେକ ଥର ବନେଇକି ଖାଇଥିବେ ପୋଟଳ ତରକାରୀ, କିନ୍ତୁ ଏଇ ତରକାରୀଟା ବନେଇକି ଦେଖନ୍ତୁ, ଭାରି ସୁଆଦିଆ ଲାଗିବ। ଆଉ ଏକ୍ସଟ୍ରା ଜିନିଷ ବିଲକୁଲ ବି ଏଥିରେ ଏକ୍ସଟ୍ରା ଜିନିଷ କିଛି ପଡ଼ିବନି, ଘରେ ଥିବା ବେସିକ୍ ସାମଗ୍ରୀରେ ହିଁ ବନିକି ରେଡ଼ି ହେବ। ଆଉ ଖାଇବା ପାଇଁ ପୁରା ସୁପର ଟେଷ୍ଟି ଲାଗେ। ତ ଦେଖନ୍ତୁ, ଏଠି ମୁଁ ସବୁତକ ସେମ୍ ପ୍ରୋସେସ୍ରେ କ'ଣ କଲି ନା, ପୋଟଳକୁ ଏଠି ମୁଁ କଟିଂ କରିଦେଲି। ଏବେ ଚାଲନ୍ତୁ ତାର ସ୍ପେଶାଲ ମସଲା ବଟାଟା ଆମେ ପ୍ରସ୍ତୁତ କରିବା। ସ୍ପେଶାଲ ମସଲା ବଟା ପାଇଁ ବୋଲି ଦେଖନ୍ତୁ, ଏଠି ନେଇଛି ମୁଁ ଜିରା ନେଇଛି ଗୋଟେ ବଡ଼ ଚାମଚ, ଧନିଆ ନେଇଛି ଗୋଟେ ବଡ଼ ଚାମଚ, ଆଉ ପୁଣି ସେଥିରେ ଅଦା ଅଳ୍ପ ଟିକେ ନେଇଛି, ଆଉ ପୁଣି ସେଥିରେ ଦେଖନ୍ତୁ ଜାଇଫଳ ଅଳ୍ପ ଟିକେ ନେଇଛି, ଆଉ କିଛି ଗୋଟା ମସଲା ନେଇଛି, ଆଉ ପୁଣି ସେଥିରେ ଅଳେଇଚ ଲବଙ୍ଗ ଗୋଟା ମସଲାରେ, ଆଉ ଅଳ୍ପ ଟିକେ ଡାଲଚିନି ଅନାସୀ ଫୁଲ ନେଇଛି। ଆକୁ କ'ଣ କରିବା ନା, ଆପଣମାନେ ଚାହିଁଲେ ଶିଳରେ ବି ଆକୁ ବାଟି ପାରିବେ, ଗ୍ରାଇଣ୍ଡରରେ ବି ବାଟି ପାରିବେ। ତ ଆକୁ ବାଟିକିରି ଆମେ ରେଡ଼ି କରିଦେବା ଗୋଟେ ପେଷ୍ଟ, ତାକୁ ଆମେ ବି ସାଇଡ଼ରେ ରଖିଦେବା। ଏହି ସମୟରେ ଗ୍ୟାସ୍ ଫ୍ଲେମ୍କୁ ଅଫ୍ ରଖିବା, ଅଫ୍ ରଖି ହିଁ ସବୁ ପ୍ରୋସେସ୍ ଆମେ ପ୍ରସ୍ତୁତ କରିବା। ତ ଯେହେତୁ ଆମେ ପ୍ରସାଦ ବନାଉଛନ୍ତି, ସେଇଥିପାଇଁ ମୁଁ ଏଠି ନେଇଛି ଗୋଟେ ପିତ୍ତଳର ଗୋଟେ ଡେକ୍ଚି ନେଇଛି, ଆଉ ସେଇଥିରେ ବଡ଼ 2 ଚାମଚ ଘିଅ ଏଡ଼୍ କରିଦେଇଛି। ଘିଅ ବଦଳରେ ଆପଣମାନେ ରିଫାଇନ୍ ତେଲ ବି ଏଡ଼୍ କରିପାରିବେ। ତାପରେ ଆମେ ସେ ପୋଟଳକୁ ଏଡ଼୍ କରିଦେବା। ତାପରେ ତେଜପତ୍ର 2ରୁ 3ଟି ଏଡ଼୍ କରିବା। ବଟା ଯାଇଥିବା ମସଲାକୁ ଏଡ଼୍ କରିଦେବା। ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେହେତୁ ଆଜି ଆମେ ଭୋଗ ବନାଉଛନ୍ତି, ସେଥିପାଇଁ ମୁଁ ଏଥିରେ ଲଙ୍କାଗୁଣ୍ଡ ବିଲକୁଲ ଏଡ଼୍ କରିନି, ଗୋଲମରିଚ ସେଥିପାଇଁ ଏଡ଼୍ କରିଛି। ଆପଣମାନେ ଚାହିଁଲେ ଲଙ୍କାଗୁଣ୍ଡ ବି ଏଡ଼୍ କରିପାରିବେ ଯଦି ଘରେ ବନାଉଛନ୍ତି ଆପଣମାନେ। ତ ତାପରେ କ'ଣ କରିବା ନା, ଅଳ୍ପ ଟିକେ ଗୁଡ଼ ସେଥିରେ ଏଡ଼୍ କରିବା। ଆଉ କଲର୍ ପାଇଁ ଅଳ୍ପ ଟିକେ ହଳଦୀ ଗୁଣ୍ଡ ଏଡ଼୍ କରିଛି, ଏଇଟା ପୁରାପୁରି ଅପସନାଲ୍ ଅଛି। ତାପରେ ଆମେ ସେଥିରେ ଆଉ ପାଣି ବିଲକୁଲ ଏଡ଼୍ କରିବାନି, କ୍ଷୀରକୁ ଏଡ଼୍ କରିଦେବା। ଆଉ ଦେଖନ୍ତୁ, ପୋଟଳଟା ପୁରା ଡୁବିଲା ପର୍ଯ୍ୟନ୍ତ ଟିକେ ପାଣି ଦେଇଦେବା, ଯେହେତୁ ଟିକେ ଆକୁ ସିଝିବାକୁ ଟିକେ ଟାଇମ୍ ଲାଗିବ, ଯେହେତୁ ଆମେ ବିନା ଭାଜିକିରି ପୋଟଳ ତରକାରୀ ବନାଉଛନ୍ତି। ତ ଏବେ ଆମେ ଟିକେ ଦେଖନ୍ତୁ, ହାତର ହେଲ୍ପରେ ଟିକେ ମିକ୍ସ କରିଦେଲି। ତାପରେ କଭରକୁ ବନ୍ଦ କରିଦେବା। ସ୍ଲୋ ଆଞ୍ଚରେ ଆମେ ପୁରା 5 ମିନିଟ୍ ପର୍ଯ୍ୟନ୍ତ ବନିବାକୁ ଦେବା। 5 ମିନିଟ୍ ପରେ ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ, ଏଠି ପୋଟଳ ଆମର ପୁରା 50% ସିଝିଛି। ଆଉ 50% ସିଝିବ, ପାଣି ତାର ପୁରା ବା କ୍ଷୀରଟା ତାର ପୁରା ଶୁଖିଲା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବା। ତାପରେ ଦେଖାଉଛି, ଦେଖନ୍ତୁ ଆପଣମାନଙ୍କୁ ଟୋଟାଲ୍ ବନିବା ପାଇଁ ମୋତେ ଏଠି 15 ମିନିଟ୍ ଲାଗିଥିଲା। ତ ଦେଖନ୍ତୁ, ଆଉ 5ରୁ 10 ମିନିଟ୍ ପରେ ଆପଣମାନଙ୍କୁ ମୁଁ କଭର ବାହାର କରି ଦେଖାଉଛି। କେତେ ବଢ଼ିଆ ଆମର ଏଠି ପୋଟଳ ରସା ରେସିପିଟି ବନିକି ରେଡ଼ି ହେଇସାରିଛି, ଆଉ ବହୁତ ବଢ଼ିଆ ବାସ୍ନା ବି ହେଉଥିଲା। ତ ଆପଣମାନେ ଏଇ ତରିକାରେ ବନାନ୍ତୁ। ଆପଣମାନେ ରୁଟି ସହିତ ଖାଇପାରିବେ, ଭାତ ସହିତ ଖାଇପାରିବେ। ଭାରି ସୁଆଦିଆ ଲାଗେ ରେସିପିଟି। ବିନା ପିଆଜ ରସୁଣରେ ବନିକି ରେଡ଼ି ହେଇଛି, ଆଉ ବିନା କିଛି ମସଲା ମସଲିରେ ବନିକି ରେଡ଼ି ହେଇଛି, କିନ୍ତୁ ବହୁତ ବଢ଼ିଆ ଲାଗୁଥିଲା। କେବଳ ସେ ବଟା ମସଲାଟା ହିଁ ଆମେ ଏଥିରେ ଏଡ଼୍ କରିଛନ୍ତି, ଆଉ କ୍ଷୀର ଦେଇକିରି ବନେଇଛନ୍ତି। ତ ଆପଣମାନେ ଚାହିଁଲେ ନଡ଼ିଆ କୁର ବି ଆ ଉପରେ ଏଡ଼୍ କରିପାରିବେ। ତ ଫାଇନାଲି ଆମ ରେସିପିଟି ବନିକି ରେଡ଼ି ହେଇସାରିଛି। ତ ଆପଣମାନେ ଘରେ ଆକୁ ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି ଭିଡ଼ିଓଟି ମୋର ପସନ୍ଦ ଆସିଥିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି, ତାହେଲେ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି, ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ, ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ, ଫାଇନାଲି ଆମର ସୁପର ଟେଷ୍ଟି ଭୋଗ ରେସିପି ଗୋଟେ ବନିକି ରେଡ଼ି ହେଇଛି। ତ ଆପଣମାନେ ଯଦି ଏଇ ରେସିପିଟା ଘରେ ବନାଉଛନ୍ତି, ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। କେମିତି କ'ଣ ଲାଗିଲା ଆପଣମାନଙ୍କୁ ଏ ଭିଡ଼ିଓଟା ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।